हरि ओम नमो भगवते वासुदेवाय ओम नमो भगवते श्री जगन्नाथाय जय जगन्नाथ जय जगन्नाथ जय जगन्नाथ आउ केते डाकिबि रे कोड़ा गोपपुर गो पालुड़ी कोड़ा कानूने रमणी आउ केते डाकिबि रे कोड़ा कानूने रमणी दिने कदम्ब तार त्रिभंगी माठाणी कोड़ा कानूने रमणी आउ केते डाकिबि रे कोड़ा कानूने रमणी जय जगन्नाथ जय जगन्नाथ जय जगन्नाथ सजना मंडली आज आम आलोचना कर प्रभु कथा जो माँ खोजी खोजी जाइछन जमुना कूड़ा को देखी पुआ संध्या आज खेल डाकी रे माँ रे डाकिले बाबू इरे बाबू रे इरे कला कानू आ क्षीर खाइबु आ मो बिलाड़ी तू कौटी तो जाई चगलाटा कुआड़े जाई पड़ी थरे आ मो पाखु आ आज कौन है हे राम डाकुचंदी हे राम आस कृष्ण बेहेनी बहुत देवैलवणी गोविंदा
କହିଲେ ହେ ରାମ ହେ କୃଷ୍ଣ ଆସ, ହେ ରାମ କୃଷ୍ଣ ଧରି ଆସ। ପିଲା କ'ଣ ହେ ଆ ବହୁତ ଆଜି ରଖିଛି କୋଳି ଦେବି, ବହୁତ ଚକୋଲେଟ୍ ଦେବି, ମୁଁ ବହୁତ ଲବଣ ଦେବି ଆଜି। ପିତା ଭୋଜନ ବେଳ ହୋଇ ସଙ୍ଗେ ଯିବ ବେନି ଭାଇ। ବାବୁରେ ଆଜି ପିତା ଖାଇବେ, ବାପା ଖାଇବା ବେଳ ହେଲାଣି, ସାଙ୍ଗ ହେଇ ବସି ଖାଇବ। ବାଳକେ ଯାଆନ୍ତୁ ଯେ ତେବେ ସବୁ ପିଲା ପଳା, ଯା ପଳା, ତମେ ସିଆଡ଼େ ଘରକୁ ଯାଅ, ସମସ୍ତେ ଖାଇବ। ଆସି ବେଳ ହେଇଗଲାଣି ବହୁତ, ତମେ ଆଉ ଆସନି, ପିଲା ଖାଇବେ ଯା। ତା ବାପା ଖାଇବା ବେଳ ହେଲାଣି, ନନ୍ଦରାଜା ଏଇନା ଆସି ପହଞ୍ଚିବେ, ଏଣୁ ତମେ ଖାଇବ ଯା। ଡାକି ଆଣୁଛନ୍ତି, ଦେହ ଧୂଳି ଧୂସର ହେଇଛି, ଜହ୍ନ ନକ୍ଷତ୍ର ଆଜି ତୋର ଅରିଷ୍ଟ ଖଣ୍ଡନ ହେବ। ବିପ୍ରକୁ ଗୋଦାନ କର, ଦେଖ ବାଳକେତୁ ସଙ୍ଗେ ବିବିଧ ଅଳଙ୍କାର ସଙ୍ଗରେ ସ୍ନାନ ଭୋଜନ ଆସି କର। ଆଜି ଦେବଇ ନାନା ଅଳଙ୍କାର ହେମନ୍ତ ବୋଲି ନନ୍ଦରାଣୀ କର ଧରି ପ୍ରଭୁଙ୍କର ବା କଳାକାହ୍ନୁଙ୍କର ରାମକୁ କାଖରେ ବସାଇ ଘରେ ଆସି ମିଳିଲେ। କରାଇ ସ୍ନାନ ଭୋଜନ ରଞ୍ଜିଲେ ରାମକୃଷ୍ଣଙ୍କର। ଆଜି ମନ ଭୋଜନ ସାରି ଆଚମନ କରି ଆନନ୍ଦରେ ଶୟନ କରାଇ ଦେଲେ। ବିପ୍ରଙ୍କୁ ଆଣି ଡକାଇ ଗୋଦାନ ଦେଲେ। ଅସ୍ତ ହୋଇଲେ ଦିନକର ଗୋପାଳେ ବିଚାର କରନ୍ତି, ଏ କାରକ ଅବହଳେ ନନ୍ଦ ଘରେ ମେଳ ହେଲେ। ବସିଲେ ନନ୍ଦ ଉପନନ୍ଦ ମଧ୍ୟେ ଅନନ୍ତ ଆଦି କନ୍ଦ। ଗୋପାଳେ ବିଚାର କରନ୍ତି, ଶୁଭ ନ ଦେଖୁ ଗୋପପୁର। ଗୋପପୁର କାହିଁ ଶୁଭ ହଉନି, କାହିଁକି ନା ବେଳକୁ ବେଳ ଆଜି ଆମ କାହ୍ନାକୁ ବିପଦ ପଡ଼ିଯାଉଛି। କ'ଣ ବିପଦ ପଡ଼ୁଛି ନା କେତେ ଅସୁର ବିନାଶ ହଉଛନ୍ତି, ମାରିବାକୁ କାହ୍ନାକୁ ଆଉଛନ୍ତି। ଏଣୁ କ'ଣ କରିବା, ଉପାୟ କ'ଣ କରିବା ଚିନ୍ତା କରୁଛନ୍ତି। ଶୁଣି ଉଠିଲେ ଉପନନ୍ଦ ଯାହାର ଜୀବନ ଗୋବିନ୍ଦ। ଗୋବିନ୍ଦ 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 ଉପନନ୍ଦର ଜୀବନ ହଉଛନ୍ତି କିଏ ନା କୃଷ୍ଣ। କହିଲେ କ'ଣ ହେଲା, ମୋ ପିଲାକୁ ବିପଦ ପଡ଼ୁଛି। ଜ୍ଞାନ ବୟସ ବୃଦ୍ଧପଣରେ ଗୋପକୁ ହରାଇ କାରଣ ଶିରେ ଯୋଡ଼ିଲା ବେନିକର, ହାତ ଯୋଡ଼ିଲା ଯୁଗତେ ବୋଲ ଉତ୍ତର। ଚାଲ ସମସ୍ତେ ଆଉ ଚାଲ ନ ଯିବା ଗୋପପୁର, ଘର କରିବା ଯାଇ ଆଉ କେଉଁଠି। ଆମ ପିଲାକୁ ବିପଦ ପଡ଼ୁଛି ମାନେ ଆମେ ଏଠି ଆଉ ଏ ଜାଗାରେ ରହିବାନି। କେଉଁ ରହିବା ନା ବିପଦ ପଡ଼ୁଛି ପିଲାକୁ, ଆମେ ବାହାରେ ଚାଲ ରହିବା। ଚାଲ ଚାଲ ଘର ଆନ ଆଡ଼େ କରିବା। ଅନେକ ପଡ଼ିଲା ପ୍ରମାଦ, ପୁତ୍ର ଆମର ସମ୍ପଦ, ଆମର କିଛି ଆଉ ଆବଶ୍ୟକ ନାହିଁ। ଦେଖ ଯଶୋଦା ସଙ୍ଗେ ସୁତ ସର୍ବବାଳକରେ ଆସ ଯିବେ। ଅଳ୍ପ ଦିନେ ମହାଭୟ ଆପଦ ପଡ଼ିଲାଣି, ଆମକୁ ବିପଦ ପଡ଼ିଲାଣି। କେତେ ଦିନ ଭିତରେ ତୋର ପୁଅକୁ ଦେଖ ନନ୍ଦ କେତେ ପଡ଼ିଲା ପରମାଦ। ଦେଖ ତୋ ପୁଅ କେତେ ପ୍ରମାଦ ପଡ଼ିଲାଣି, କେତେ ପ୍ରମାଦ ପଡୁଛି। ପୁତନା ମୁଖରୁ ଧରିଲା, ଶୂନ୍ୟ ଶୂନ୍ୟ ଦୈତ୍ୟ ନେଲା ହରି, ଶକଟ ଭାଜିଲା ପଡ଼ିଲା। ସେ ବେଳେ ଗୋବିନ୍ଦ ରଖିଲା ତୋ ପୁଅକୁ। ଏବେ ତରିଲା ପରମାଦରୁ ଜାମଳା ଅର୍ଜୁନ ଆପଦୁ। ଚାଲ ଆମେ ଆଉ ରହିବାନି, ଏ ନଗର ଛାଡ଼ି ଚାଲିଯିବା। ନାଶ ନ ହେଉ ଏ ଗୋପପୁର। ଯଶୋଦା ଯେବେ ନ ଛାଡ଼ିବ, ଏକା ପୁତ୍ରକୁ ନ ପାରିବ, ଏ ପୁତ୍ରକୁ ଆଉ ପାଇବନି। ଚାଲ ଆପଦ ସମସ୍ତେ ଆମେ ପଳେଇବା। ଯେବେ ସେ ପୁତ୍ରକୁ ପାଇବା ତାହେଲେ ଆମେ ଏଠି ଆଉ ଘର କରି ରହିବାନି। ସକଳେ ଦୃଢ଼ ମନ ମନେ ଘର କରିବା ବୃନ୍ଦାବନେ। ଚାଲ ସମସ୍ତେ ଆଜି ବୃନ୍ଦାବନରେ ଘର କରିବା, ଏଠି ଆଉ ରହିବାନି, ବିପଦ ପଡୁଛି। ଆଉ କୋଉ ରହିବା ନା ବହୁତ ଫଳ କନ୍ଦ ମୂଳ ନିର୍ମଳ ଯମୁନାର ଜଳ। ବହୁତ ଫଳ ଅଛି, ଯମୁନା ଜଳ ନିର୍ମଳ ଅଛି, ସେ ଚାଲ ଆମେ ଘର କରି ରହିବା। ଏଠୁ ପଳେଇବା, ଗୋରୁଙ୍କୁ ଅଛି ଜଳ ଘାସ, ଗୋପ ଗୋପାଳେ ତୋଷ ହେବେ, ବହୁତ କ୍ଷୀର ଗାଈ ଦେବେ। କାଲି ପ୍ରଭାତ ସମୟ ସଜ ହୁଅ, ଧାର ଶଗଡ଼ ସବୁ ସଜା, କିଛି ଆଉ ରହିବାନି। ପିଲାଙ୍କୁ ବିପଦ ପଡ଼ୁଛି, କାଳ ଜାଗାଟା କାହିଁ ରହିବା ଆମେ।
ଗୋଧନ ଚଳି ଯାଆନ୍ତୁ ଆଗେ ଗୋପାଳ ବାଳକ ଧେନୁ ସଙ୍ଗରେ ସୁଖେ ରହିବା ବୃନ୍ଦାବନରେ କିଛି ନ ଭାବ ତୁମେ ମନରେ ଶୁଣି ସମସ୍ତେ ହିତବାଣୀ ଭାବିଲେ ଠିକ୍ କଥା କହିଲେ ନିଜ ଭୁବନ ଉପଗତରେ ଯାହା ଘେନିନ ସମ୍ପଦ ଯାଆନ୍ତେ କରନ୍ତେ ସିଂହାନାଦ ନନ୍ଦ ଯଶୋଦା ଏକମଳେ ରୋହିଣୀ ପୁତ୍ର ବେନି କୂଳରେ ଆଜି ପଛେ ପଛେ ଚାଲନ୍ତି ଗୋପୀଯୁଥ ଗାବନ୍ତି ନା ନା ଗୀତ ଶକଟ ମାନ ଯାଆନ୍ତି ଘରେ ଧୂଳିରେ ସ୍ୱର୍ଣ୍ଣ ଦିବା କରି ମିଳିଲେ ବୃନ୍ଦାବନରେ ଯାଇ କୃଷ୍ଣଙ୍କ ସହିତ ଗୀତ ଗାଇ ଗୋପୀ ଧନୁଷର ଘେରି ନାନା ଶବ୍ଦ ବେଣୁସ୍ୱର୍ଣ୍ଣ କରି ଯାଇ ହୋଇଲେ ବୃନ୍ଦାବନରେ ପ୍ରବେଶ ଆନନ୍ଦ ଗୋପାଳଙ୍କ ମନ ଯେ ବନେ ବିଜେ ଗୋପୀନାଥ ସର୍ବଦା କରନ୍ତି ବସନ୍ତ ବହୁଛି ଯେଠାରେ ତୋଳିଲେ ନବର ଗ୍ରାମରେ ମଧ୍ୟ ନନ୍ଦଘର ରହିଲେ ଜହିଁ ବିଜୟ ଦାମୋଦର କୃଷ୍ଣ ଦେଖିଲେ ଗୋବର୍ଦ୍ଧନ ଯମୁନା ନଦୀ ବୃନ୍ଦାବନ ଦେଖି ଆନନ୍ଦ ହେଲେ ବେନି ଭାଇ କହିଲେ ଏ ଯମୁନା ନଦୀ ଅଛି ବୃନ୍ଦାବନ ଅଛି ଆଉ କଣ ଆମର ଅସୁବିଧା ଅଛି ସବୁ ତ ଭଲ ଅଛି ଯେତେ ଅଛନ୍ତି ବୈଶା ଘରେ ଆମେ ରଖିବୁ ନେଇ ନଦୀରେ ଭୋଦା ତ ତୁ ଆଉ ଭୟ କରନା ବସ୍ଚା ଆମେ ନେଇ ଚଳେଇବୁ ଦି ଭାଇ ଯାକ ନନ୍ଦ ଆନନ୍ଦ ମନ କହି କାଲିଠୁ ବସ୍ଚା ରଖ ନେଇ ଗୋବିନ୍ଦ 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 ପଦୁଅଳୁଚି ମକ ଆଜି ବାପାର କଥାରେ ଆଜି ଆନନ୍ଦେ ଚଳାନ୍ତି ବାଛୁରୀ ଗ୍ରାମ ନିକଟରେ ଥାନ୍ତି ନିତ୍ୟ ବନେ ଯାଆନ୍ତି ଭୟଭୀତ ହୋଇ ବାଘ ଭାଲୁକ ଆଦି ଆସେ ବସ୍ଚା ରଖନ୍ତି ଗ୍ରାମ ପାଶରେ ଗୋପାଳ ପୁଏ ଥାଆନ୍ତି ସଙ୍ଗେ ଖେଳନ୍ତି ନାନା ରଙ୍ଗ ଭଙ୍ଗରେ କ୍ଷଣ କ୍ଷଣକେ ମିଳୁନା କିଏ କହୁ ତାଙ୍କ ଆନନ୍ଦ ଆହା ଇଏ କାଳକେ ଭୁଜ ଧରି ଯୁଦ୍ଧ କରନ୍ତି ବାଦ କରି ବେଲ ଅଁଳା କୁଣ୍ଟା ଫଳ ତୋଳି ଆଣନ୍ତି ବୃକ୍ଷ ଡାଳରେ ଇଏ କାଳକେ ମରାମରି ହୁଅନ୍ତି ପିଲାରେ ପିଲା ଆଉ ସାକ୍ଷୀ କରନ୍ତି ରାମ ହରିଙ୍କୁ ନାନା ପକ୍ଷୀମାନଙ୍କ ନାଦ ଶୁଣି ପୁଏ ନାଚନ୍ତି ତାହା ବଣି ଦିନେ ଯମୁନା ତୀରେ ହରି ଆନନ୍ଦେ ବାଛୁରୀ ଚଳୁଛନ୍ତି କଂସ ଆଜ୍ଞାରେ ଅସୁର ଆସି ମିଳିଲା ଧାତିକାରେ କୃଷ୍ଣର ମୁଖକୁ ଚାହିଁଲା ବାଛୁରୀ ରୂପକୁ ଧଇଲା ବସ୍ଚା ଗହଳେ ପଶିଗଲା ବସ୍ଚା ମାରିବ ପୁରା ବାଛୁରୀ ହେଇ ରହିଲା ତାପରେ କ'ଣ ହେଲା ଆମେ ଆଲୋଚନା କରିବା ଯେତେବେଳେ ବାଛୁରୀ କି ରୂପ ହେଇକିରି ଆଜି ବସ୍ଚାସୁର ରହିଛି ତାପରେ କ'ଣ ହେଇଛି ଆମେ ଅନ୍ୟ କିଛି ଆଲୋଚନା କରିବା ଏବେ ତ ସମୟ ହେଇଗଲାଣି ଜୟ ଜୟ ଜଗନ୍ନାଥ 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 ଜୟ ଜୟ ଜଗନ୍ନାଥ 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 ବଳଭଦ୍ର ଦେବ ପୁରୀ ଜଗନ୍ନାଥ ବଳଭଦ୍ର ଦେବ ପୁରୀ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 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 ଜୟ ଜୟ ଜଗନ୍ନାଥ हरि ओम सर्वे भवन्तु सुखिनः सर्वे सन्तु निरामयाः सर्वे भद्राणि पश्यन्तु मां कश्चित् दुःखभाग् भवेत् हरि ओम शान्तिः 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 जय जय जगन्नाथ जय जय जगन्नाथ जय जय जगन्नाथ हरिं तत्सत् हरिं तत्सत् हरिं तत्सत् गुरु ब्रह्मा गुरु विष्णु देव महेश्वर तस्मै श्री गुरवे नमः तस्मै श्री गुरवे नमः तस्मै श्री गुरवे नमः जय जय जगन्नाथ जय जय जगन्नाथ जय जय जगन्नाथ बड़दाण्ड को थरे चाहारे मन थरे चाहारे मन किशोभादि शांति नयन बड़दाण्ड को थरे चाहारे मन थरे चाहारे मन किशोभादि शांति नयन बड़दाण्ड को थरे चाहारे मन थरे चाहारे मन किशोभादि शांति नयन बड़दाण्ड को थरे चाहारे मन थरे चाहारे मन किशोभादि शांति नयन तार नंदी घोष तार ध्वज दे
रथ चले गड़ी गड़ी चक चले माड़ी माड़ी 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 तार नंदी घोष तार ध्वज देव दलन शोभा दिशन्ते चका नयन बड़ दाण्ड कोठरे चारे मन धरे चारे मन शोभा दिशन्ते चका नयन बड़ दाण्ड कोठरे चारे मन धरे चारे मन शोभा दिशन्ते चका नयन जय जय जगन्नाथ जय जय जगन्नाथ जय जय जगन्नाथ सज्जन मंडली आज मंच प्रवेश कला पूर्व मंचासन थिबा श्रोता वक्ता ज्ञानी गुणी पंडित साधु संत सभापति उपसभापति संपादक सहसंपादक संगठक सर्वपरे व्यासजी को दीनहीन किंचन तर्पण सहित माँ मानकर मथागत प्रणाम ग्रहण करेंगे मथागत प्रणाम ग्रहण करेंगे तो सज्जन मंडली आम आज आलोचना करवा श्रीमद् भागवत महामंचर दशम स्कंद गोपला द्वादश अध्याय कौन अच्छी ना आज बच्चा बालक चलवा संगे बाछुरी रखुद हरि बर्षासुर केमती माइले से विषय आज आलोचना करवा आलोचना पूर्व आम पारायण करवा पारायण पर आलोचना को आसवा नारायण नमस्कृत नरोश्चैव नरोत्तमा देवी सरस्वती व्यासं ततो जयेत मुदीरयेत मुखं करोति वाचालं पंगुलंघयते गिरि यत्कृपाः तमः वन्दे परमानंद माधव परमानंद हे माधव पदुवरुचि मकर हरे बोलो मकरन्द पान करे गरिले ब्रज नारी से ब्रज नारीଙ୍କ ବୟରେ ମନ ରାହୁ ନିରନ୍ତରେ ମନ ନିରନ୍ତରେ ରାହୁ ହା କୃଷ୍ଣ ବୋଲେ ଯେ ବଜାଉ ହା କୃଷ୍ଣ ବୋଲି ଯାଉ ଯିବା ମତେ ଉଦର ରାଧା ଧାମ हरि हरि बोलो ମାତ୍ର ହୁଡ଼ନ୍ତେ ଯେତେ ଦୋଷା କ୍ଷମା କରିବେ ପିତବାସ जय जय जगन्नाथ जय जय जगन्नाथ जय जय जगन्नाथ एबे आमे पारायण को जीवा यहाँ पर आलोचना को आसवा दशम स्कंद गोपलीला द्वादश अध्याय बाल गोपाल संगे मिली बाछुरी रखु रखु हरि माइले बक बसासुर द्वादश अध्याय समाचार हरि हरि बोल श्री शुकवाच हरिचरणे चित्त देई मुनि बोलती राजा चाही शुण परीक्षमयी पाळ गोपरे पड़िला चहल भाजी अर्जुन बुख्या पड़ी शबद मेघ घड़ घड़ी भय कंपन्ती थर हरिया गोपाले होइले बाहर बोलती एकुआरे चाही एकी शबद काहू होई निर्घात शोभिला त गोड़ गगने नाही मेघमाल काहू
କାହୁଁ ଏ ଶବଦ ଶୁଭିଲା ଦେଖିଲେ ଅର୍ଜୁନ ଭାଜିଲା ଗୋପାଳେ ମିଳିଲେ ସକଳେ ଜାମଳା ଅର୍ଜୁନର ତଳେ ବୋଲନ୍ତି ଭାଜିଲା କେମନ୍ତ ପବନ ନାହିଁ ବଳବନ୍ତ ଶସ୍ତ୍ର ଛେଦିଲା ନାହିଁ କେହି ଭିତରେ ମଞ୍ଜି କିଳା ନାହିଁ କିମ୍ପା ପଡ଼ିଲା ମହି ତଳେ ବେନି ଅର୍ଜୁନ ଏକା ବେଳେ ଡାଳ ଦେଖନ୍ତେ ଏକ ଏକ ଦେଖିଲେ ପଡ଼ିଛି ବାଳକ ଚକିତ ହୋଇ କଲେ କୋଳ ବନ୍ଦନ ହୋଇ ଅଛି ରୋଳ କେ ନାରୀ କଲା ଏଡ଼େ କର୍ମ ଚିହ୍ନିଲେ ଯଶୋଦା ନନ୍ଦନ ବାଳକେ ବୃକ୍ଷ ମୂଳେ ଥିଲେ ଗୋପାଳ ମାନଙ୍କୁ କହିଲେ ଯଶୋଦା ରୋଳେ ବାନ୍ଧିଗଲା ତଳେ ତା ସୁତ କାନ୍ଦୁଥିଲା ବେନି ବୃକ୍ଷର ମଧ୍ୟେ ପଶି ରୋଳ ଟାଣିଲା ତଳେ ବସି ବୃକ୍ଷ ପଡ଼ିଲେ ବେଗେ ଭାଙ୍ଗି ଏହାର ଦେହ ଯହୁଁ ଲାଗି ବେନି ପୁରୁଷ ସେହି ବୃକ୍ଷେ ବାହାର ହୋଇଲେ ପ୍ରତ୍ୟକ୍ଷ ତେଜେ ଗଞ୍ଜନ୍ତି ନିଶା କର ଏହାର ପାଦେ ଦେଇ ଶିର ଗୋବିନ୍ଦ ଗୋବିନ୍ଦ ମଧୁଗାଳୁ ସେ ମକରନ୍ଦ। ସଜ୍ଜନ ମଣ୍ଡଳୀ ଆଜି ଆମେ ଆଲୋଚନା କରିବା ଯେ କେମିତି ବୈଶାସୁରକୁ ପ୍ରଭୁ ଆଜି ମାଇଲେ ଏ କଥା ଆଲୋଚନା କରିବା। ଗୀତା ମାତ ପଠନ କଲେ ଆଜି ପରୀକ୍ଷିତ ରାଜା ଆଗରେ କହୁଛନ୍ତି କିଏ ଶୁକମୁନି କ'ଣ କହିଲେ ଭାଜି ଅର୍ଜୁନ ବୃକ୍ଷ ପରି ଶବଦେ ମେଘ ଘଡ଼ଘଡ଼ି ହେଲା ଭୟ କମ୍ପିଲେ ଥରହର ହୋଇ ଗୋପାଳେ ବାହାର ହେଲେ ବୋଲନ୍ତି ଇଏ କୁଆଡ଼େ କହିଲେ କ'ଣ ଘଡ଼ଘଡ଼ି ମେଘ ହେଲାଣି ଇଏ କି ଶବ୍ଦ କାହୁଁ ହେଲା ନିର୍ଘାତ ଶବ୍ଦ ଶୁଭିଲା ଗଗନ ମେଘ ତ ନାହିଁ ଆକାଶ ଶବ୍ଦ କେଉଁଠୁ ଆସିଲା ମେଘ ସିନା ଉଠେଇଲେ ଘଡ଼ଘଡ଼ି ଶବ୍ଦ ମାରିବ ବୃଥାରେ ଖରା ହେଇଛି କିନ୍ତୁ ଘଡ଼ଘଡ଼ି ଶବ୍ଦ ମାରୁଛି ଅର୍ଜୁନ କ'ଣ କଲା ଭାଜିଲା ଗୋପାଳେ ମିଳି ସକଳେ ଝାମଳା ଅର୍ଜୁନ ତଳେ ବୋଲନ୍ତି ଭାଜିଲା କେମିତି ପବନ ନାହିଁ ବଳବନ୍ତ ଶସ୍ତ୍ର ଛେଦିଲା କେଉଁଠି କିଏ କେମିତି ଆଣି ଭିତରେ ମଞ୍ଜ କିଳା ନାହିଁ କିମ୍ବା ପଡ଼ିଲା ମହି ତଳେ ଧେନି ଅର୍ଜୁନ ଏକାବେଳେ ଯାହା ଦେଖନ୍ତେ ଏକ ଏକ ଦେଖିଲେ ପଡ଼ିଛି ବାଳକ ଚକିତ ହୋଇ କଲେ କୋଳ ଆଜି ବନ୍ଧନ ହୋଇ ରୋଳ କିଏ ନାରୀ ଆଜି କଲେ କେଡ଼େ କର୍ମ ଚିହ୍ନିଲେ ଯଶୋଦା ନନ୍ଦନ ହେ ହେଇ ଇଏ ହେଉଛନ୍ତି ଯଶୋଦା ପୁଅ ପଡ଼ିଛନ୍ତି ଗୋପାଳମାନଙ୍କୁ କହିଲେ ଯଶୋଦା ରୋଳ ବାନ୍ଧିଗଲା ତଳେ ତାର ସୁତ କାନ୍ଦୁଥିଲା ବେନି ବୃକ୍ଷର ମଧ୍ୟରେ ପଶି ରୋଳ ଟାଣିଲା ତଳେ ବସି ବୃକ୍ଷ ପଡ଼ିଲା ବେଗେ ଭାଙ୍ଗି ଏହାର ଦେହ ଯହୁଁ ଲାଗି ବେନି ପୁରୁଷ ସେ ବୃକ୍ଷେ ବାହାର ହେଲେ ଭାଙ୍ଗିଲା ତେଜେ ଗମନ୍ତିନି ସାକର ଏହାର ପାଦେ ଦେଇ ଶିର ଆଜି କ'ଣ କଲେ ନା କି ବୋଇଲେ ତାର ଜାଣିଲେ ଉତ୍ତର ଏଇ କ୍ଷଣି ଶୁଣିଲେ ହସିଲେ ଗୋପାଳ ବୋଲନ୍ତି ଏ କୁଆଡ଼େ କ'ଣ ବାଳକ ବଚନକୁ ସତ୍ୟ ମାୟା ମୋହିଲେ ଗୋପୀନାଥ କ'ଣ କଲେ ମାୟାରେ ଗୋପୀନାଥ ବନ୍ଧନ କଟିଭାଗୁ ଫେଇ ନନ୍ଦର କୂଳେ ଦେଇଦେଲେ ଶୁଣି ମିଳିଲେ ଗୋପ ନାରୀ କୃଷ୍ଣଙ୍କୁ ଆଣି କୂଳ କରି ଗ୍ରହ ସଙ୍କିତ ପୂଜା କଲେ ଆଜି ପୂଜା ବଳି ଦେଲେ କୃଷ୍ଣଙ୍କୁ କଲେ ନିଉଛାଣି ଆନନ୍ଦେ ଗୀତ ଗାଇଲେ କୃଷ୍ଣ ନାଚନ୍ତି ତାଳି ମାରିକି ଗୋପୀ ବୋଲନ୍ତି କୃଷ୍ଣ ଶୁଣ ଘର ଭିତରୁ ଆଣ ମାଣ ପାଣ୍ଡୋଇ କଠାଉ ମଶୁଣି ଆଣ ତୁ ଦୁଗ୍ଧର ଦୁଲଣି ଶୁଣି ଗୋବିନ୍ଦ ଘରେ ଯାଇ ଆଣନ୍ତି କନ୍ଧେ ମୁଣ୍ଡରେ ବୋହିକି ଆଣନ୍ତି ଠୋକେ କୌତୁକ କରନ୍ତି ଆହୁରି ଆଣିବେ ଦେଖ ଭକ୍ତ ଜନଙ୍କର ଫଳ ଗୋପେ ଦେଖାନ୍ତି ନନ୍ଦବାଳ ଭକ୍ତ ଜନେ ଦିଅନ୍ତି ଦେଖା ଗୋପୀ କହିଲା କୋଳି ବିକା ଡାକ କୋଳି 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 କିଏ ନେବ କୃଷ୍ଣ ଧାଇଲେ ତା ଶୁଣି ବସନ ନାହିଁ କଟି ଭାଗରେ ମିଳିଲେ ଧାନ ରାଶି ଭାଗରେ ଧାନ ଆଞ୍ଜଳି ପେଟେ ଦେଇ ବେଗେ ଧାଇଁଲେ ଭାବରେ ମିଳିଲେ କୋଳି ବିକା ଆଗରେ ମାଣ ପାତିଲା ଦେଖି କୋଳିଗଲା କୃଷ୍ଣର ଦୃଷ୍ଟି ଅଛି ଫଳରେ କୋଳିରେ ଧାନ ପଡ଼ିଲା ସବୁ ତଳେ ଦକ୍ଷିଣେ ଝାଡ଼ି ବେନି କର ଅଞ୍ଜଳି କଲେ ଦାମୋଦର ପୁଣି ତଳୁ ଉଠେଇଲେ
କ'ଣ ହେଲା ନା ଆମେ ଆଗେ ଦେଖନ୍ତୁ ଯେତେବେଳେ କୋଳି ଫୋଳି କିଏ କୋଳି ନେବ ଅଙ୍କ ନେବ ଆମେ ଚାଉଳ ମାଣ୍ଡିଆ ଗହମ ପିନ୍ଧି ଦେଉନଥିଲେ ସେଇ ଧାନ ନେଇକି ପ୍ରଭୁ ଦେଉଥିଲେ ତଳେ ପଡ଼ିଗଲା ସବୁ ପୁଣି ଉଠେଇ ତାକୁ ଦେଲେ ତକ୍ଷଣ ଝାଡ଼ିବେନି କର ପୁଣି ଆଞ୍ଜୁଳି ଆଞ୍ଜୁଳି କରି ଦେଲେ ଫଳ ପୁରାଇ ଦେଲେ କର ବୋଲନ୍ତି ପ୍ରଭୁ ଭାଣ୍ଡେ ତୋର କେତେ ଫଳ ଅଛି ଟେକି ଚାହିଁଲେ ଆଦି ମୂଳ ରତ୍ନ ହୋଇଲା ତତକ୍ଷଣ ଯେଉଁ ଦେଖିଲେ କୋଳି ସବୁ ରତ୍ନ ହୋଇଗଲା ଗୋବିନ୍ଦ ଆଜ୍ଞା ପ୍ରମାଣେ କ'ଣ ହେଲା ନା ସବୁ ରତ୍ନ ହେଲା କୃଷ୍ଣ ବାଳକ ଚକିତ ଗୋକୁଳ ମଧ୍ୟ ଏକ ନଦୀ ବହି ବୃନ୍ଦାବନ ଭେଦି ନଦୀ ବହିଛି ବୃନ୍ଦାବନ ସେ ନଦୀ ତୀରରେ ଏକ ଦିନେ ରାମ ଗୋବିନ୍ଦ ତୋଷମାନେ ଗୋପ ବାଳକଙ୍କର ମେଳେ ଖେଳନ୍ତି ନା କୌତୁହଳରେ ଉଛୁଡ଼ ହେଲା ବୋଲି ରୋହିଣୀ ଚଞ୍ଚଳେ ଗଲେ ପୁତ୍ର ଆଣି ଡାକନ୍ତି ମଧୁର ବଚନେ ଗୋବିନ୍ଦ ଆଉ ଶୁଣୁନାହାନ୍ତି ଡାକୁଛନ୍ତି ରେ କାହ୍ନା ଯେତେବେଳେ କୁଆଡ଼େ ଯାଇଛୁ ଜମା ଶୁଣୁ ଖେଳୁଛନ୍ତି ଆଉ ଖେଳୁଛନ୍ତି କେଉଁଠି ନା ସେଇଠି ନଦୀ କୂଳରେ ଖେଳୁଛନ୍ତି ଯଶୋଦା ଗଲା ଯାଇ କ'ଣ କଲା କୃଷ୍ଣଙ୍କୁ ଦେଖିଲା ନଦୀ କୂଳରେ ଖେଳୁଛି ପୁତ୍ରର ସ୍ନେହ ମାୟା ମୋହରେ ସ୍ତନ ଯୁଗଳ କ୍ଷୀର ବହେ କୃଷ୍ଣ କମଳ ମୁଖ ଚାହିଁ ଡାକନ୍ତି ଆଙ୍ଗୁଳି ଦେଖାଇ ଆସ ଆସ ମୋ ତାତ ଆସ ପ୍ରିୟ ସ୍ତନ ତମେ ଆକୁଳ ତୋ ବଦନ ଭୋଜନ ହୋଇଲା ଉଛୁର ଆସ ତୁ ଘରକୁ ବେଗେ ଯିବା ଆଜି କୃଷ୍ଣଙ୍କୁ ଡାକୁଛନ୍ତି ଯଶୋଦା ତାପରେ କ'ଣ ହେଇଛି ଆମେ ଅନ୍ୟ କେବେ ଦେଖିବା ଏବେ ତ ସମୟ ହେଲାଣି ଶ୍ରୀମନ ନାରାୟଣ 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 ଶ୍ରୀମନ ନାରାୟଣ 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 ସତ୍ୟ ନାରାୟଣ 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 କଳ୍କି ନାରାୟଣ 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 ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ सर्वे भद्राणि पश्यन्तु मां कश्चित् कभाव भवतं शान्तिः 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 जय जगन्नाथ हरिं तस्सत् हरिं तस्सत् हरिं तस्सत् ॐ नमो भगवते वासुदेवाय ॐ नमो भगवते श्रीजगन्नाथाय जय जगन्नाथ जय जगन्नाथ जय जगन्नाथ हरि ओम कालिया रे कालिया तू सत कह काहार सत काहार कालिया रे कालिया तू सत कह काहार सत कह काहार प्रेम मयी राधार की प्रेम मयी राधार की यशोमती मार रघुवर की तार की बंधु मोहांतीर तू काहार कालिया रे कालिया तू सत कह काहार सत कह कालिया रे कालिया तू सत कह काहार सत कह काहार जय जगन्नाथ जय जगन्नाथ जय जगन्नाथ सजन मंडली आज पितार कथारे आनंदरे बासुଛନ୍ତି ଗ୍ରାମ ନିକଟରେ ଯାଇ ନିତ୍ୟ ବନେ ଯାଆନ୍ତି ଭୟ ବିଚିତ୍ରେ ବାଘ ଭାଲୁ ଆଜି ଦାସେ ବସ୍ତା ରଖନ୍ତି ଗ୍ରାମ ପାଶରେ ଗୋପାଳ ପୁଏ ଥାନ୍ତି ସଙ୍ଗରେ ଖେଳନ୍ତି ନାନା ରଙ୍ଗ ଭଙ୍ଗିରେ ଖେଳ ଖେଳକେ ବେଣୁନାଦ କରି କିଏ ତାକୁ ଆନନ୍ଦରେ ଯୁଦ୍ଧ କରି ବାଦ କରି କିଏ ଅଁଳା ଫଳ କଣ୍ଟା ତୋଳି ଆଣି ବୃକ୍ଷ ଆଜି ଖେଳନ୍ତି କିଏ କାରକେ ମରାମରି ହୁଅନ୍ତି ସାକ୍ଷୀ ରଖନ୍ତି ଏଣୁ ବାଛୁ ଯାଆନ୍ତି କଂସ ଆଜ୍ଞାରେ ଅସୁର ଆସି ରାତିକାରେ ବାଛୁ କହି ରହିଲା ରହିଲା ପ୍ରଭୁ ତ ମାୟାବୀ କୃଷ୍ଣ ସବୁ ଜାଣିବେ ରାମଙ୍କୁ ଦେଖାନ୍ତି ସି ବସିଛି ଦେଖିଲଣି ଦେଖ ଦୈତ୍ୟ ବସ୍ୟା ପାଶେ ଆମକୁ ମାରିବାର ଆସେ ଗୋବିନ୍ଦ 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 ପଦୁଗାଳ ସେ ମକରନ୍ଦ ଆମକୁ ବଳରାମ ଦେଖନ୍ତି ଭାଇ ଦେଖିଲଣି ଆମକୁ ମାରି ଆଉ କେମିତି ଅସୁର ବାଛୁ ରୂପ ଅଛି ଆମେ ଯେମିତି ବୋକା ଆମେ ଜାଣିପାରିବୁନି ଆମେ ଅସୁର ହେଇଯାଇଛି ବାଛୁରୀ ଆମ ବାଛୁରୀ ହେଇଛୁ ଆମେ ଜାଣିପାରିବାନି ମାୟା ବାଛୁ ରୂପ ହୋଇ ଆଜି ଦି ଭାଇ ଦେଖି ହସିଲେ ଦେଖନି ମା ତ ହସୁଛି ସେ କ'ଣ ହସିବେ ଆମକୁ ମାରିବେ ଅସୁର ବିଚାର କରୁଛି ମନରେ କୃଷ୍ଣଙ୍କୁ କେମିତି ମାରିବି ନିକଟରେ ମିଳିଲେ ମୋର ପାଦେ ଚକଡ଼ି ଦେବି ସତେଚୁର କରିଦେବି ତାହା ଜାଣିଲେ ନାରାୟଣ ମୋହିଲେ ଗୋପାଳଙ୍କ ମନ କଇଁଟ ଗଛ ଦେଖି ପୁଏ ରାମ କହିଲେ ଏ ଫଳ ଅତି ସୁନ୍ଦର ଦେଖାଯାଉଛି ହସ୍ତ ପାଉନି ବଡ଼ ଉଚ୍ଚ ଗଛ ତୁମେ ଯାଇ ଅତି ବଳିଆର ଫଳ ଥୋକାଏ ବୃକ୍ଷ ତୋଳ ଶୁଣି
ସାନନ୍ଦ ବନମାଳୀ ବର୍ଷା ନିକଟ ଯାଇ ମିଳିଲେ ବେନି ଚରଣ ଧରି କରେ ବୁଲାଇ ପିଟିଲେ ବୃକ୍ଷ ଧରି ପିଲା ଫଳ ତୋଳୁଛନ୍ତି ଧରିଲେ ବାଛୁରୀ ଗୋଡ଼ ଧରିକି ବୁଲେଇ ପିଟିଦେଲେ ଯେମିତି ବାଛୁରୀ ବୁଲେଇ ପିଟିଦେଲେ ବାଛୁରୀ ପ୍ରାଣ ଛାଡ଼ିଗଲା ଗୋବିନ୍ଦ ଶୋଇ ସେ ପଶିଗଲା ଯେବେ ଚକିତ ହେଲେ ତା ଦେଖି ବ୍ରହ୍ମା ହୋଇଲେ ଅତି ସୁଖୀ ଅସୁର ଦେହେ ଲାଗି କରି ଫଳ ପଡ଼ିଲା ବୃକ୍ଷ ଝଡ଼ି ଯେଉଁ ଗଛରେ ବାଡ଼ି ଦେଲେ ସେ ଗଛରେ ଫଳ ଝଡ଼ି ପଡ଼ିଲା ବାଳକ ଦେଖି ଚକିତ ହେଲେ ଏବଂ ଧନ୍ୟ ନନ୍ଦ ସୁତ ଆନନ୍ଦେ ଦେବେ ସ୍ତୁତି କଲେ କୃଷ୍ଣଙ୍କୁ ପୁଷ୍ପବୃଷ୍ଟି କଲେ ଏମନ୍ତେ ରାମ ବନମାଳୀ ବର୍ଷା ରଖନ୍ତି ନାନା କରି ସକାଳେ ଦଧି ଗୁଡ଼ ଅନ୍ନ ଭୁଜନ୍ତି ରାମ ବନମାଳୀ ଆଜି ନିତ୍ୟ ଯମୁନା କୂଳେ ଯାଇ ବର୍ଷା ରଖୁଛନ୍ତି ବାଳକେ ଯେ ଯାହା ବର୍ଷା ଘେନି ଚରାନ୍ତି ନିଜ ବାଛୁରୀ ଧନି ଦିନେ ନିଧାଗ ଖରାବେଳେ ମିଳିଲେ ନନ୍ଦ ନଦୀ କୂଳେ ଯାଇ ବର୍ଷାକୁ ପାଣି ପିଆଇ ସକାଳେ କଲେ ଜଳପାନ ଏ ଯେଉଁ ଗରମ ହେଉଛି ସେହି ସମୟରେ ସମସ୍ତେ ପାଣି ପିଇଲେ କଂସର ମିତ୍ର ହେଉଛି ବକାସୁର ସନିଧେ ନିହାରଇ ନିର କୃଷ୍ଣଙ୍କୁ ଦେଖି ବକାସୁର ଆଇଛି ସେ ତ ଗଲା କାମ ରୂପୀ କ୍ଷଣ କ୍ଷଣକେ ଦେହ ବ୍ୟାପିଲା ନିଜ ସ୍ୱଭାବ ମହାକାୟ ଦେଖି ଡରିଲେ ଗୋପାଳ ପୃଥ୍ୱୀ ଏତେ ବଡ଼ ରୂପ ହେଲାଣି କିଏ ଇଏ ବନି ଏଡ଼େ ଏଡ଼େ ବକ ଅଛନ୍ତି କିନ୍ତୁ ଏମିତି ବଗ ତ ଆମେ ଦେଖିଲୁ ବଡ଼ ବଗଟା ରାମକୁ ଦେଖିଲେ କେମିତିଆ ବଗ କେତେ ସୁନ୍ଦର ଦେଖାଯାଉଛି ଏଡ଼େ ବଡ଼ ବଗ ଆମେ ତ କେବେ ଦେଖିଲୁ ପର୍ବତ ଖଣ୍ଡ ପ୍ରାୟ ଦେଖାଯାଉଛି ସେ ଉଠିଲେ ବେଗତିରେ ଦେଖିଲେ ଦେଖିକି ଧାଇଁଲା ବକାସୁର ଗୋଡ଼େଇଲା ଘୋର ଶବ୍ଦ ବେଗ କଲା ତକ୍ଷଣେ କୃଷ୍ଣଙ୍କୁ ମିଳିଦେଲା କୃଷ୍ଣଙ୍କୁ ନ ଦେଖି ଗୋପ ବାଳେ ଢଳି ପଡ଼ିଲେ ସମସ୍ତେ ମରିଲେ କୁଆଡ଼େ ଗଲା ପୁଣି ଉଠିକିରି କାନ୍ଦିଲେ ଚକିରେ ଚାହିଁ ଛନ ଛନ ହୋଇ ବକାର ତାଳୁ ମୂଳେ ଥାଇ ତାକୁ ଜାଣିଲେ ଭାବଗ୍ରାହୀ ଦାସ ବସ୍ତ୍ର ନରହରି ବେଗେ ଅଗ୍ନିରୂପ ହୋଇଗଲେ ତପ୍ତ ଫାଳ କରି ତେଜ ତାକୁ ଦହିଲେ ଦେବରାଜ ଦକ୍ଷିଣେ ଘୋର ନାଦ କରି କୃଷ୍ଣଙ୍କୁ ପକାଇଲେ ଉଗାରି ଧୀରେ ଚାହିଁଲା ବକାସୁର ପୁଣି ଧାଇଁଲା ରୋଷଭରରେ ଅସୁର ମନେ ବିଚାର କରୁଛି କୃଷ୍ଣ ଦେହ କ୍ଷତ ତ କିଛି ନାହିଁ ସୁକୁମାର ପିଣ୍ଡ ଥଣ୍ଟେ ଯାଉ ତାକୁ ଖଣ୍ଡ ଖଣ୍ଡ କରିଦେବି ବିସ୍ତାର ବେନିପାଟି କରି ବେଗେ ଧାଇଁଲା ମହାବଳୀ ଶୂନ୍ୟ ଦେଖୁଛନ୍ତି ଦେବଗଣ ପ୍ରଭୁ ଆଗେ ଚାଲିଛନ୍ତି ବଗ ତା ପକାଶୁ ତା ପଛରେ ତାପରେ କ'ଣ ଘରେ ଧଇଲେ ବେନି ପାଟି ବଗ ପାଟି ଧଇଲେ ଦି ଫାଳ କରିଥିଲେ ଅସୁର ନ ପାରିଲା ଉଠି ତା ପାଟି ଧରି ଚିରି ପକାଲି ଦି ଫାଳ କରି ବେଗେ ମିଳିଲେ ବୃନ୍ଦାରକେ କୁସୁମ ବର୍ଷନ୍ତି ଚୋକେ ବାଳକ ଦେଖି ଚକିତ ହେଲେ ମାୟା ମୋହିତ ଗୋପୀନାଥ ତକ୍ଷଣେ ଆଲିଙ୍ଗନ କରି ଗୋପକୁ ଆଣିଲେ ବାଛୁରୀ ପୁଏ କହିଲେ ଯାଇକି ଯାହା ଜାଣିଲ ଘରେ ସବୁ ଏମିତିଆ ବଗ ଆଉ ଧର ଦି ଫାଳ କରି କାହ୍ନା ଚିରିଦେଲା ପୁଣି ମିଳିଲେ ନନ୍ଦନରେ ଯାଇକି ଗୋପାଳ ପୁଅ ମାନେ ଜାଣିଲଣି ତମ ପୁଅ ଏମିତି ଚିରିଦେଲା କିନ୍ତୁ ଆଜି ବକର ପାଟିରୁ ବୁଲିଲା ଭାଗ୍ୟ ଯଶୋଦାର ଥିଲା ଚକିତ ହେଲେ ଗୋପୀମାନେ କୃଷ୍ଣଙ୍କୁ ଚାହିଁଲେ ବୋଲନ୍ତି ଧର୍ମ ତିନି ଲୋକରେ ଅଛି ସତ୍ୟ ବ୍ୟବହାର ମୁଖେ ନିର୍ଦ୍ଦୋଷ ପ୍ରାଣୀ ହିଂସା କରି ଆପଣ ମରିଯାଉଛନ୍ତି ନିର୍ଦ୍ଦୋଷ ପ୍ରାଣୀ ଯିଏ ହିଂସା କରିବ ସେ ଆପେ ଆପେ ମରିବ ମୁଁ କାହା ଦୋଷ କରୁନି କି କାହା ଅଭଲ ନାହିଁ ମୁଁ କାହାର ଲାଭ ନ କଲେ କ୍ଷତି ବି କାହାର କିଛି କରିନି ଏପର୍ଯ୍ୟନ୍ତ ଯଦି ମୋ ବିଷୟରେ କିଏ ଗପିବ କି ଖରାପ କହିବ ସେ ଭଲ ରହିବ କି ଯାହା ସେମିତି ଯେଉଁମାନେ ଅଛନ୍ତି ଭଲ ଲୋକଙ୍କୁ ଯେଉଁମାନେ ସବୁ ଯାଇକରି ନିର୍ଦ୍ଦୋଷ ପ୍ରାଣୀକି ଦଣ୍ଡିବାକୁ ଯାଆନ୍ତି ସେ ନିଜେ ଦଣ୍ଡରେ ପଡ଼ନ୍ତି ନିର୍ଦ୍ଦୋଷ ପ୍ରାଣୀକି ଯିଏ ହିଂସା କରିବ ସେ ଆପଣ ମରିଯାଆନ୍ତି ଏ ପୁଅ ବାଳକ ସ୍ୱଭାବ ଏହାକୁ ହିଂସନ୍ତି ଦାନବ ମାନେ ତେଣୁ ওই ମୃତ୍ୟୁ ଯୋଗ ଅନଳେ ଯେମିତି ପତଙ୍ଗ ପଡ଼ନ୍ତି ନିଆଁରେ ଯାଇକିରି ପଣ୍ଡିତ ଜଣଙ୍କର କଥା ଇଏ କେବେ ଅନୁଥା ହେବନି ଯାହା କହିଲେ ଗର୍ଗ ଋଷି ରାମକୃଷ୍ଣଙ୍କୁ ପ୍ରଶଂସା କଲେ ସେ କଥା ହୋଇଲା ପ୍ରମାଣ ଏହାକୁ ରଖି ନାରାୟଣ ଆପଦ ଦେଇ ନନ୍ଦ ଦେଖି ନନ୍ଦରାଏ ଶାନ୍ତି କରିଲେ ଥୋକାଏ ଗୋପେ ଗୋବିନ୍ଦ ଅଙ୍ଗ ସଙ୍ଗେ କରିଲେ ଭବ ଜଳ ରଙ୍ଗରେ ତେଣୁ ଜଣେ କେତେ ସୁନ୍ଦର କଥା ଆଜି ଆଲୋଚନା ଆମେ କଲେ ବକାସୁର ଗଲା ବର୍ଷାସୁର ଗଲା ତେଣୁ ଏବେ ତ ସମୟ ହେଲାଣି ପୁଣି ଆସନ୍ତାକାଲି ସର୍ପ ସ୍ୱରୂପ ଅଘାସୁର କେମିତି ଗିଳିଲା ବର୍ଷା ଗୋପାଳମାନଙ୍କୁ ଶ୍ରୀକୃଷ୍ଣ ତାକୁ ବଧ କଲେ ତାକୁ ଆମେ ଆସନ୍ତାକାଲି ଆଲୋଚନା କରିବା ଆଜି ତ ସମୟ ହେଲାଣି ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ ପୁଣି ଆସନ୍ତାକାଲି ମା ବ୍ରହ୍ମାଣୀ ଦୁର୍ଗା ପୀଠ ବାସୁଦେବପୁର ଠାରେ ଆପଣମାନଙ୍କୁ ଆମେ ଏହି ହରିକଥା ଆମକୁ ଶ୍ରବଣ କରାଇବୁ ହରି ହରି ଘୋଷ ହରି ନାମ
सर्वे सन्तु निरामयाः सर्वे भद्राणि पश्यन्तु मां कश्चित् पापं शान्तिः 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 जय जय जगन्नाथ जय जय जगन्नाथ जय जय जगन्नाथ हरि ओम तत्सत् हरि ओम तत्सत्